ଆଜିର ବାକ୍ୟ ସେ ଆମମାନଙ୍କୁ ଦଉଥିବେ। କରତାଳ ଦେଇ ତାଙ୍କୁ ସ୍ୱାଗତ କରୁଥିବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସୁପ୍ରଭାତ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ ଏବଂ ଆଜିର ଦିନ ଦେଖାଇ ଅଛନ୍ତି, ଏଥିପାଇଁ ପ୍ରଭୁଙ୍କ ନାମ ଗୌରବ ହଉ। ପ୍ରଭୁ ମତେ ଆପଣମାନଙ୍କ ମଧ୍ୟକୁ ଆସିବା ପାଇଁ ସୁଯୋଗ ଦେଲେ, ସେଥିପାଇଁ ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। ତ ସହିତ ପ୍ରଭୁଙ୍କ ଦାସ ଦ ଫାଦର୍ସ ହାଉସ୍ ବିଶପ ଜିତେନ୍ଦ୍ର ଛତ୍ରିଆ ଆଜ୍ଞା ମତେ ସୁଯୋଗ ଦେଲେ ଆପଣମାନଙ୍କ ମଧ୍ୟକୁ ଆସିବା ପାଇଁ, ସେଥିପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ। ପୁଣି ସମସ୍ତ ବିଶ୍ୱାସୀ ଭାଇ ଭଉଣୀ, ପାଳକ ପ୍ରଚାରକ ପ୍ରଭୁଙ୍କ ଦାସ ଦାସୀ ସମସ୍ତଙ୍କୁ ପୁନର୍ବାର ମୋର ନମସ୍କାର ଜ୍ଞାପନ କରୁଛି। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରଭୁ ବହୁତ ସୁନ୍ଦର ଉପାସନା ଆରାଧନାରେ ଆମମାନେ ପ୍ରଭୁଙ୍କୁ ଉପାସନା କରିଛୁ, ଆରାଧନା କରିଛୁ। ବର୍ତ୍ତମାନ ବାକ୍ୟର ସମୟ। କେତେ ଜଣ ଆପଣମାନେ ପ୍ରସ୍ତୁତ ଅଛନ୍ତି ବାକ୍ୟ ଶୁଣିବା ପାଇଁ? ପ୍ରେଜ୍ ଗଡ୍, ହାଲେଲୁୟା। ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଏବଂ କାର୍ଯ୍ୟ ସାଧକ ଅଟେ। ହାଲେଲୁୟା। ଜୀବନ୍ତ ଏବଂ କାର୍ଯ୍ୟ ସାଧକ। ଆପଣଙ୍କ ଜୀବନରେ ଯେତେବେଳେ ପରମେଶ୍ୱରଙ୍କ ବାକ୍ୟ ଆସିଥାଏ, ଆପଣଙ୍କ ଜୀବନରେ ତାହା କାର୍ଯ୍ୟ ସାଧନ କରିଥାଏ। କେଉଁ କାର୍ଯ୍ୟ? ପରମେଶ୍ୱର ଯାହା ଇଚ୍ଛା କରନ୍ତି ଆପଣଙ୍କ ଜୀବନରେ ସାଧିତ ହେଉ, ସେଇ କାର୍ଯ୍ୟ ସାଧିତ ହେଇଥାଏ। କିନ୍ତୁ ଆମେମାନେ ସେଇ ବାକ୍ୟକୁ ଭଲ କି ଶୁଣିବା ଦରକାର, ଆଉ ବିଶ୍ୱାସ କରିବା ଦରକାର ଯେ ପରମେଶ୍ୱର ସେଇ ବାକ୍ୟ ମୋ ଜୀବନରେ ସାଧନ କରିବେ। ହାଲେଲୁୟା। ଏଣୁ ଆଜି ଗୋଟେ ଇମ୍ପୋର୍ଟାଣ୍ଟ ବାକ୍ୟ ଆମମାନେ ଶୁଣିବା ବହୁତ ଇମ୍ପୋର୍ଟାଣ୍ଟ, ଯାହା ପାଉଲ କହନ୍ତି ଏଫେସୀୟ ମଣ୍ଡଳୀ ନିକଟକୁ ପତ୍ର ତାର 6 ଅଧ୍ୟାୟ ଆଉ ତାର 10 ପଦ କେହି ଜଣେ ପଢିବା ପାଇଁ ସାହାଯ୍ୟ କରିବେ। ଏଫେସୀୟ ପୁସ୍ତକ 6 ପର୍ବ। ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ଧନ୍ୟବାଦ। ଶେଷ କଥା ଏହି, ପାଉଲ ଏଫେସୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖିଲା ବେଳେ ସବୁ କିଛି ସେ କହିଲେ। ଆମେ ଜାଣିଛୁ ଯେ ଏଫେସୀୟରେ 6 ଗୋଟି ଅଧ୍ୟାୟ ଅଛି। 6ଟି ଚାପ୍ଟର ମଧ୍ୟରୁ ଶେଷ ଚାପ୍ଟର ହଉଛି 6 ଅଧ୍ୟାୟରେ ଆମେ ଦେଖିପାରୁଛୁ ସେ ସବୁ କଥା କହିଦେଲେ, ଆଉ କହିଲେ ଶେଷ କଥା ଗୋଟେ କହୁଛି। କଣ ସେ ଶେଷ କଥା? ସେ ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ହାଲେଲୁୟା। ଏଇଟା ହଉଛି ପାଉଲଙ୍କର ଶେଷ କଥା। ଆଜି ଏଇ ଶେଷ କଥା ମଧ୍ୟ ଆପଣଙ୍କୁ ଆଉ ମତେ କହୁଅଛନ୍ତି। ହାଲେଲୁୟା। କଣ ସେ କହୁଅଛନ୍ତି ଶେଷ କଥା? ତୁମେ ମାନେ ଶକ୍ତି ପ୍ରାପ୍ତ ହୁଅ। କାଠାରୁ? ପ୍ରଭୁଙ୍କ ଠାରୁ। ଆଉ ଗୋଟେ ଭାଷାରେ କହିବାକୁ ଗଲେ, ଇଂଲିଶରେ ଯଦି ଟିକେ କହିବା, ଶକ୍ତି ବୋଲି କହିଲେ ଶକ୍ତିକୁ କଣ କହିବେ ଇଂଲିଶରେ? ପାୱାର ବୋଲି କହନ୍ତି। ହାଲେଲୁୟା। ତେବେ ପାଉଲ କହିବା କଥା କଣ ନା, ତୁମେ ମାନେ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୁଅ ଏବଂ ପାୱାରଫୁଲ ହୁଅ। କଣ ହୁଅ? ସମସ୍ତେ କୁହନ୍ତୁ ପାୱାରଫୁଲ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପାଉଲ ଚାହାନ୍ତି ଯେ ଆପଣ ମାନେ ପାୱାରଫୁଲ ହୁଅନ୍ତୁ। ଲେଖାଯାଏ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ମାନେ ଈଶ୍ୱରଙ୍କ ଶକ୍ତି ଅନୁସାରେ ଆପଣ ମାନେ ଶକ୍ତିମାନ ହେଇଯାଆନ୍ତୁ। କଣ ହେଇଯାଆନ୍ତୁ? ଶକ୍ତିମାନ। ଈଶ୍ୱରଙ୍କର ପାୱାର ଅନୁସାରେ ଆପଣ ମାନେ ପାୱାରଫୁଲ ହେଇଯାଆନ୍ତୁ। ଏହା ପାଉଲଙ୍କର ଶେଷ କଥା। ପ୍ରେଜ୍ ଦ ଲର୍ଡ। ଆଉ ଶେଷ କଥା ଭେରି ଇମ୍ପୋର୍ଟାଣ୍ଟ। ଶେଷ କଥା ବହୁତ ଜରୁରୀ ଅଟେ। ଆପଣ ମାନେ ଜାଣିଛନ୍ତି ପାଉଲଙ୍କର ମାନେ ପ୍ରସ୍ଥାନ ପୂର୍ବରୁ, ପାଉଲ ଯିବା ପୂର୍ବରୁ ସେ ମଣ୍ଡଳୀ ଗଣକୁ ଗୋଟେ ଶେଷ କଥା କହୁଛନ୍ତି ଯେ ତୁମେ ମାନେ ଈଶ୍ୱରଙ୍କ ଶକ୍ତିରେ ଶକ୍ତିମାନ ହେଇଯାଅ। ତୁମେ ମାନେ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ପାୱାରଫୁଲ ହେଇଯାଅ। ହାଲେଲୁୟା। କିଏ କିଏ ଚାହୁଁଛନ୍ତି ପାୱାରଫୁଲ ହେବା ପାଇଁ? ଆମେନ୍। 1 2 3 4 5 6 7 8ଟା ହସ୍ତ ଦେଖାଗଲା। ବହୁତ ସୁନ୍ଦର। ପ୍ରେଜ୍ ଦ ଲର୍ଡ। ଯେଉଁମାନେ ଆପଣ ମାନେ ବିଶ୍ୱାସ କରୁଛନ୍ତି ପ୍ରଭୁ ଆପଣ ମାନଙ୍କୁ ପାୱାରଫୁଲ କରିବେ। ଆମେନ୍। ଆଉ ମାନେ କଣ କହିବେ, କେତେ ଜଣ ପୁରା କେୟାରଲେସ୍ ହେଇକି ଥିବେ? କେୟାରଲେସ୍ ଲୋକ, ଲେଜି ଲୋକ ପରମେଶ୍ୱରଙ୍କ ଠାରୁ କିଛି ପାଇପାରିବନି। ଆଗରୁ କହିଦଉଛି ମୁଁ,
ସେଥିପାଇଁ ଆପଣ ମାନେ ଟିକେ ଆକ୍ଟିଭ ହେଇଯାଆନ୍ତୁ ସକାଳ ସମୟଟା ଆଉ ଆକ୍ଟିଭ ଲାଗିବ। ଏଣୁ ଆପଣ ମାନେ ଧିମା ହୁଅନ୍ତୁ ନାହିଁ, ଆକ୍ଟିଭ ହୁଅନ୍ତୁ। ପ୍ରେଜ ଦ ଲର୍ଡ। କାରଣ ଯୋଉମାନେ ଆକ୍ଟିଭ ବା ଯୋଉମାନେ ପ୍ରଭୁଙ୍କ ଠାରୁ ପାଇବା ପାଇଁ ରେଡି ଅଛନ୍ତି, ପ୍ରସ୍ତୁତ ଅଛନ୍ତି, କେବଳ ସେମାନେ ସେଇ ପାଇପାରିବେ। ଏଣୁ ଆପଣ ମାନେ ନିଜକୁ ପ୍ରସ୍ତୁତ କରନ୍ତୁ, ନିଜକୁ ରେଡି କରନ୍ତୁ, ଗୋଟେ ଏମିତି ଗୋଟେ ପୋଜିସନରେ ଆଣନ୍ତୁ ଯୋଉ ପୋଜିସନରେ କି ଆପଣ ରିସିଭ କରିପାରିବେ ପ୍ରଭୁଙ୍କ ଠାରୁ। ହାଲେଲୁୟା। ତେବେ ଆମେ ଏଠାରେ ଦେଖିପାରୁଛୁ ଯେ ପ୍ରଭୁ ଚାହାନ୍ତି ଯେ ଆପଣ ମାନେ ପାୱାରଫୁଲ ହୁଅନ୍ତୁ। ସେଥିପାଇଁ ପାଉଲ ପ୍ରକାଶ କରୁଛନ୍ତି ଯେ ତୁମାନେ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହେଇ, କୌଣସି ମଣିଷ ଠାରୁ ନାହିଁ। କିଏ ଏମଏଲଏ ର ପାୱାରରେ ମାନେ ନିଜର ପାୱାର ଦେଖାଉଥିବେ, କିଏ ଏମପି ର ପାୱାରରେ ନିଜର ପାୱାର ଦେଖାଉଥିବେ, କିଏ କହୁଥିବେ ତମେ ଜାଣିନ ମୋର ମାମୁଁ ହଉଛନ୍ତି ପୁଲିସ, ମାନେ ସେ ମାମୁଁର ପାୱାରରେ ସେମାନେ ପାୱାର ଦେଖାଉଥିବେ। ଆପଣ ମାମୁଁ ମାଇଁ ବାପା ମା ର ପାୱାରରେ ପାୱାର ଦେଖେଇଲେ ଶୈତାନ ଡରିବ ନାହିଁ। ତା ତଳପଦରେ ଲେଖା ହେଇଛି ଯେ କଣ ପାଇଁ ତମେ ପାୱାରଫୁଲ ହୁଅ, ଯେପରିକି ତମେ ଶୈତାନର ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ସମର୍ଥ ହୋଇପାର। ସେଥିପାଇଁ ତମକୁ ପାୱାରଫୁଲ, ଈଶ୍ୱରଙ୍କ ଶକ୍ତିରେ ପାୱାରଫୁଲ ହେବାକୁ ପଡିବ। ହାଲେଲୁୟା। ଆଜି ଦେଖନ୍ତୁ ମାନେ ଶୈତାନ କେତେ ପରିହାସ କରୁଛି, ଚେଷ୍ଟା କରୁଛି ମାନେ ନିରୁତ୍ସାହ କରିବା ପାଇଁ, ଲୋକଙ୍କୁ ବ୍ୟବହାର କରୁଛି ମାନେ ଯୀଶୁଙ୍କୁ ନିନ୍ଦା କରିବା ପାଇଁ। ଆଉ ଏଇଟା ହଉଛି ଭଣ୍ଡ ଖ୍ରୀଷ୍ଟର କାମ। ଭଣ୍ଡ ଖ୍ରୀଷ୍ଟର ଆତ୍ମା ବର୍ତ୍ତମାନ ମଧ୍ୟ ପୃଥିବୀରେ କାର୍ଯ୍ୟ କରୁଛି। ଆଉ ସେ କଣ କରୁଛି ନା ସେ ଈଶ୍ୱର ନିନ୍ଦା କରୁଛି। ଆପଣ ପ୍ରକାଶିତ ବାକ୍ୟରେ ଦେଖିପାରିବେ ଯେ ସେଇ ପଶୁ ମାନେ ସେଇ ଭଣ୍ଡ ଖ୍ରୀଷ୍ଟ ବୋଲି କୁହାଯାଏ, ପଶୁ ବୋଲି ସେ ଭଣ୍ଡ ଖ୍ରୀଷ୍ଟ ବା ସେଇ ଭଣ୍ଡ ଖ୍ରୀଷ୍ଟର ଆତ୍ମା ବର୍ତ୍ତମାନ ମଧ୍ୟ ପୃଥିବୀରେ କାର୍ଯ୍ୟ କରୁଛି, ଯିଏ କି ପରମେଶ୍ୱରଙ୍କୁ ନିନ୍ଦା କରୁଛି, ଈଶ୍ୱରଙ୍କୁ ନିନ୍ଦା କରୁଛି। ଆପଣ ମାନେ ଜାଣିଛନ୍ତି, ଭଉଣୀ ମଧ୍ୟ ପ୍ରାର୍ଥନା କଲେ। ତେବେ ଆମେ କଣ କରିବା ଦରକାର ଏଇ ପରିସ୍ଥିତିରେ? ଆମେ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ଶୈତାନକୁ ପ୍ରତିବାଧା କରିବା ଦରକାର। କାରଣ ଆମମାନଙ୍କର ଯୁଦ୍ଧ କୌଣସି ରକ୍ତ ମାଂସ ବିରୁଦ୍ଧରେ ନାହିଁ, କୌଣସି ମଣିଷ ବିରୁଦ୍ଧରେ ନାହିଁ। ଆମମାନଙ୍କର ଯୁଦ୍ଧ ତା ବିରୁଦ୍ଧରେ ଯେ କି ସେ ମନୁଷ୍ୟକୁ ବ୍ୟବହାର କରୁଛି। ଆମମାନଙ୍କର ଯୁଦ୍ଧ ଶୈତାନ ବିରୁଦ୍ଧରେ, ଆମମାନଙ୍କର ଯୁଦ୍ଧ ଏକ ଆତ୍ମିକ ରାଜ୍ୟର ଅଧିପତି ବିରୁଦ୍ଧରେ, ଏକ ଆକାଶ ମଣ୍ଡଳ ରାଜ୍ୟର ଅଧିପତି ବିରୁଦ୍ଧରେ ଆମମାନଙ୍କର ଯୁଦ୍ଧ। ତେବେ ଆମମାନେ କୌଣସି ମନୁଷ୍ୟର ଶକ୍ତି, ନିଜ ବୁଦ୍ଧି ଜ୍ଞାନର ଶକ୍ତି ଅନୁସାରେ ତାକୁ ହରାଇ ପାରିବା ନାହିଁ। କେବଳ ଈଶ୍ୱରଙ୍କ ଶକ୍ତି ଦ୍ଵାରା ଆପଣ ତା ବିରୁଦ୍ଧରେ ଦଣ୍ଡାୟମାନ ହେଇପାରିବେ। ଆଉ ସେଥିପାଇଁ ଆଉ ସେ ତଳ ପଦରେ ମାନେ ପାଉଲ କହନ୍ତି ଯେ ଆମମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଅନ୍ଧକାର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ। ତେଣୁ ତା ବିରୁଦ୍ଧରେ ଯେପରି ଆମେ ତାକୁ ଯେପରି ପ୍ରତିବାଧା କରିପାରିବା, ବାଇବେଲରେ ଲେଖାଯାଏ ଶୈତାନକୁ ପ୍ରତିବାଧା କର, ତାକୁ ସ୍ଥାନ ଦିଅ ନାହିଁ। ତାକୁ ପ୍ରଭୁଙ୍କୁ ଯେତେବେଳେ ସେ ପରୀକ୍ଷା କରିବା ପାଇଁ ଆସିଲା, ପ୍ରଭୁ କହିଲେ ଦୂର ହ ଶୈତାନ, କହିଲେ ସେ ଚାଲିଗଲା। ଠିକ ସେହିପରି ଆମମାନେ ତାକୁ ପ୍ରତିବାଧା କରିବାର ଅଛି। ଆଉ ପ୍ରତିବାଧା କରିବାକୁ ହେଲେ ଆପଣ ନିଜ ବଳ ବୁଦ୍ଧି ଜ୍ଞାନ ଶକ୍ତିରେ କରିପାରିବେ ନାହିଁ। ସେଥିପାଇଁ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମ ଅନୁସାରେ ବଳବାନ ହେଇଯାଅ, ପାୱାରଫୁଲ ହେଇଯାଅ। ଆଉ ତାପରେ ତାକୁ ପ୍ରତିବାଧା କର, ସେ ଛାଡି ଚାଲିଯିବ। ହାଲେଲୁୟା, ହାଲେଲୁୟା। ସମସ୍ତେ ଦୁଇଟି ହସ୍ତ ଉଠାଇ କହିବା ହାଲେଲୁୟା। ବର୍ତ୍ତମାନ ହଉଛି ପ୍ରଶ୍ନ ଯେ ଆମମାନେ ଈଶ୍ୱରଙ୍କ ଠାରୁ କିପରି ଶକ୍ତି ପ୍ରାପ୍ତ ହେବା। ହାଲେଲୁୟା। ଆପଣ ମାନେ ସମସ୍ତେ ହାତ ଉଠାଇଲେ, କିଏ ପାୱାରଫୁଲ ହେବା ପାଇଁ ଚାହାନ୍ତି ବୋଲି କହିଲାରୁ ଆପଣ ମାନେ ହାତ ଉଠାଇଲେ। ବର୍ତ୍ତମାନ ପ୍ରଶ୍ନ ହଉଛି ଆମମାନେ ପାୱାରଫୁଲ କିପରି ହେବା, ଆମମାନେ ଈଶ୍ୱରଙ୍କ ଠାରୁ ଶକ୍ତି କିପରି ପ୍ରାପ୍ତ ହେବା, ଏଇ ବିଷୟରେ ମୁଁ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛନ୍ତି। ହାଲେଲୁୟା। ଆପଣ ଶୁଣିବା ପାଇଁ ରେଡି? ପ୍ରେଜ ଗଡ। ଆମମାନେ ଈଶ୍ୱରଙ୍କ ଠାରୁ କିପରି ଶକ୍ତି ପ୍ରାପ୍ତ ହେବା, ବାହାର କରିବା ପ୍ରେରିତ ପୁସ୍ତକ ତାର 1 ପର୍ବ ତାର 8 ପଦ। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।
ଧନ୍ୟବାଦ। ସେ ପ୍ରଥମ ଅଂଶକୁ ଦେଖନ୍ତୁ ଯେ ଈଶ୍ୱରଙ୍କ ଠାରୁ ଆମେ କିପରି ଶକ୍ତି ପ୍ରାପ୍ତ ହେବା। ଏଇଠାରେ ସେ ଉତ୍ତର ଅଛି 8 ପଦରେ। କଣ ସେ ଉତ୍ତର? ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେ ମାନେ ଶକ୍ତି ପ୍ରାପ୍ତ ହେବ। ହାଲେଲୁୟା, ଅଣ୍ଡରଲାଇନ କରିଦିଅନ୍ତୁ। ପ୍ରଥମ ପ୍ରଶ୍ନ ହଉଛି, ପାଉଲ କହିଲେ ଶେଷ କଥା, ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହୁଅ। କେମିତି ପ୍ରାପ୍ତ ହେବା? ତାର ଉତ୍ତର ଆମେ ଏଠି ଦେଖିପାରୁଛୁ। ପ୍ରଭୁ ଯୀଶୁ ସ୍ୱୟଂ କହୁଛନ୍ତି, ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେ ମାନେ ଶକ୍ତି ପ୍ରାପ୍ତ ହେବ, ତୁମେ ମାନେ ପାୱାରଫୁଲ ହେବ। ହାଲେଲୁୟା। ଆଉ ଆମେ ଜାଣିଛେ 10 ଦିନ ଧରି ଶିଷ୍ୟମାନେ ଉପର କୋଠରୀରେ 120 ଜଣ ଶିଷ୍ୟମାନେ ଉପର କୋଠରୀରେ ସେମାନେ ପ୍ରାର୍ଥନାରେ ନିବିଷ୍ଟ ଚିତ୍ତ ହୋଇ ରହିଥିଲେ। ଆଉ ହଠାତ୍ ପ୍ରଚଣ୍ଡ ବେଗରେ ପବନ ବହିଲା, ଅଗ୍ନି ସଦୃଶ ଜିଭା ଗୁଡିକ ସେମାନଙ୍କ ଉପରେ ଅଧିଷ୍ଠାନ କଲା, ସମସ୍ତେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ। ହାଲେଲୁୟା। ଆଉ ଯେତେବେଳେ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ, ସେମାନେ ପାୱାରଫୁଲ ହେଇଗଲେ। ତ ଶକ୍ତିଶାଳୀ ହେବାକୁ ହେଲେ, ପାୱାରଫୁଲ ହେବାକୁ ହେଲେ ଆମମାନଙ୍କୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ପଡିବ। ହାଲେଲୁୟା। ବୁଝିପାରୁଛନ୍ତି ସମସ୍ତେ? ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଆପଣଙ୍କୁ ପାୱାରଫୁଲ କରିବା ପାଇଁ ଚାହାନ୍ତି। ପ୍ରଭୁ ଆପଣଙ୍କୁ ଶକ୍ତିମାନ କରିବା ପାଇଁ ଚାହାନ୍ତି। କିନ୍ତୁ ଆପଣ ଇଚ୍ଛା କରୁଛନ୍ତି କି? ଆପଣ ବିଶ୍ୱାସ କରୁଛନ୍ତି କି ଯେ ଆପଣଙ୍କ ଦ୍ୱାରା ବି ଅଦ୍ଭୁତ ମହତ୍ କାର୍ଯ୍ୟ ହେବ? ଆପଣଙ୍କ ଦ୍ୱାରା ବି ପୀଡ଼ିତ ମାନେ ସୁସ୍ଥ ହେବେ, ଆପଣଙ୍କ ଦ୍ୱାରା ବି ଭୂତଗ୍ରସ୍ତ ଲୋକମାନେ ମୁକ୍ତ ହେବେ। ପ୍ରଭୁ ଯୀଶୁ କହିଲେ, ମୁଁ ଯେ ମୋ ଠାରେ ବିଶ୍ୱାସ କରେ, ମୁଁ ଯୋଉ ସମସ୍ତ କାର୍ଯ୍ୟ କରିଅଛି ସେ ସବୁ ସେ କରିବ, ତାଠାରୁ ଅଧିକ ମହତ୍ କାର୍ଯ୍ୟ କରିବ। କଣ ଆପଣ ବିଶ୍ୱାସ କରୁଛନ୍ତି କି ଆପଣ ମହତ୍ କାର୍ଯ୍ୟ କରିବେ? କଣ ଆପଣ ବିଶ୍ୱାସ କରୁଛନ୍ତି କି ଆପଣ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ? କାରଣ ଯୀଶୁ କହିଛନ୍ତି ପ୍ରଥମ ବିଶ୍ୱାସ କରିବା ଦରକାର। ହାଲେଲୁୟା। ତାପରେ ଆପଣ ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୁଅନ୍ତୁ। ଆଜି ମୁଁ କହିବି ଯେ ଆମେ କିପରି ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହେବା। ଏଇଠାରେ ଆମେ ଦେଖିଲୁ ଯେ ପବିତ୍ର ଆତ୍ମା ତୁମ ଉପରେ ଅବତୀର୍ଣ୍ଣ କରନ୍ତେ ତୁମେ ଶକ୍ତି ପ୍ରାପ୍ତ ହେବ। ଆଉ ପେଣ୍ଟିକୋସ୍ତ ଦିବସରେ ସେମାନେ ପବିତ୍ର ଆତ୍ମାରେ ଯେତେବେଳେ ପୂର୍ଣ୍ଣ ହେଇଗଲେ, ସେମାନେ ଶକ୍ତିମାନ ହେଇଗଲେ। ତାପରେ ଆପଣ ଜାଣିଛନ୍ତି 3 ଅଧ୍ୟାୟରେ କଣ ହେଲା? ପିତର ଯୋହନ ମନ୍ଦିରକୁ ଯାଉଥିଲେ, 40 ବର୍ଷର ଖଞ୍ଜ ଭିକ ମାଗୁଥିଲା ସୁନ୍ଦର ନାମକୁ ଦ୍ୱାରରେ। ଆଉ ସେମାନେ କହିଲେ, ରୂପା କି ସୁନା ଆମ ପାଖେ ନାହିଁ, କିନ୍ତୁ ଯୀଶୁ ନାମରେ ଉଠ। ଆଉ ସେମାନେ ଉଠି କୁଦା ମାରିବାକୁ ଲାଗିଲେ। କଣ ଥିଲା ତାହା? ପାୱାର। ହାଲେଲୁୟା। ସେମାନେ ଯୀଶୁଙ୍କ ନାମକୁ ବ୍ୟବହାର କଲେ, ଇଆଡେ ଶକ୍ତି ପ୍ରାପ୍ତ ହେଇଯାଇଛନ୍ତି, ଇଆଡେ ପାୱାରଫୁଲ ହେଇଯାଇଛନ୍ତି, ହୋଲି ସ୍ପିରିଟ ରେ ପୂର୍ଣ୍ଣ ହେଇଯାଇଛନ୍ତି। ଆଉ ସିଆଡେ ଯୀଶୁଙ୍କ ନାମ ଯେତେବେଳେ ବ୍ୟବହାର କରୁଛନ୍ତି, 40 ବର୍ଷର ଖଞ୍ଜ ବ୍ୟକ୍ତିର ବନ୍ଧନ ଛିଣ୍ଡି ଗଲା, ଆଉ ସେ କୁଦାମାରେ ଠିଆ ହେବାକୁ ଲାଗିଲା। କିପରି ଆଶ୍ଚର୍ଯ୍ୟ ଅଦ୍ଭୁତ କାର୍ଯ୍ୟ ଆପଣ ଦେଖନ୍ତୁ। ପ୍ରଭୁ ଆପଣଙ୍କୁ ସେଇପରି ବ୍ୟବହାର କରିବା ପାଇଁ ଚାହାନ୍ତି। କୁହନ୍ତୁ ଆମେନ୍। ହାଲେଲୁୟା। ଆଉ ସେଥିପାଇଁ ପାଉଲ କହନ୍ତି, ବିନା ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମେ ଶୈତାନକୁ ହରାଇ ପାରିବ ନାହିଁ। ବିନା ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମେ ବିଜୟୀ ହେଇପାରିବ ନାହିଁ, ଅଦ୍ଭୁତ ମହତ୍ କାର୍ଯ୍ୟ କରିପାରିବ ନାହିଁ। ଏଣୁ ଆମମାନେ ତାଙ୍କ ଠାରୁ ପରମେଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହେବାକୁ ହେବ। ଆଉ ଶକ୍ତି ପ୍ରାପ୍ତ ହେବାକୁ ହେଲେ ଆମମାନଙ୍କୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ହେବ। ହାଲେଲୁୟା। ଯେତେବେଳେ ପବିତ୍ର ଆତ୍ମାରେ ଶିଷ୍ୟମାନେ ପୂର୍ଣ୍ଣ ହେଇଗଲେ, ସେମାନେ ଶକ୍ତିମାନ ହେଇଗଲେ, ପାୱାରଫୁଲ ହେଇଗଲେ, ଆଉ ନାନା ଅଦ୍ଭୁତ ଆଶ୍ଚର୍ଯ୍ୟ କର୍ମ ସେମାନେ କରିବାକୁ ଲାଗିଲେ। ଆପଣ ଚିନ୍ତା କରନ୍ତୁ, ଆପଣ ଏଠି ଅଛନ୍ତି 49 ଜଣ ଅଛନ୍ତି। ଆପଣ 49 ଜଣ ଯଦି ଏ ବାକ୍ୟ ଅନୁସାରେ ଆପଣଙ୍କ ଜୀବନରେ ଯଦି ଘଟିଗଲା ଆଉ ଶକ୍ତିମାନ ଆପଣ ହେଇଗଲେ, କଣ ହେବ ପରିସ୍ଥିତି ଚିନ୍ତା କରନ୍ତୁ। ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି ସେ ଅଞ୍ଚଳ ଚେଞ୍ଜ ହେଇଯିବ। ହାଲେଲୁୟା। ମିରାକେଲ ହେବାକୁ ଲାଗିବ, ଆଶ୍ଚର୍ଯ୍ୟ କର୍ମ ହେବାକୁ ଲାଗିବ, ଅଦ୍ଭୁତ କାର୍ଯ୍ୟ ହେବାକୁ ଲାଗିବ। ଆଚ୍ଛା, ଯୋଉ ପରମେଶ୍ୱର ସେ ସମୟରେ କରୁଥିଲେ ଶିଷ୍ୟମାନଙ୍କ ଦ୍ୱାରା ପବିତ୍ର ଆତ୍ମାଙ୍କ ଶକ୍ତିରେ, ବର୍ତ୍ତମାନ ସେଇ ପରମେଶ୍ୱର ସେ ସବୁ କରିବା ପାଇଁ ଅସମର୍ଥ କି? ବର୍ତ୍ତମାନ କରିପାରିବେ ନାହିଁ କି? କରିପାରିବେ ଆଜ୍ଞା। ଆମେନ୍। ହାଲେଲୁୟା। ଧନ୍ୟବାଦ। ଏଇ ବିଶ୍ୱାସ ଆମର ଦରକାର ଅଛି। ଦୁର୍ବଳ ହୁଅନ୍ତୁ ନାହିଁ ମୋ ପ୍ରିୟ ମାନେ, ନିଜର ବୟସକୁ ଦେଖନ୍ତୁ ନାହିଁ। ମଶା କେତେ ବର୍ଷ ହେଇଥିଲା? 80 ବର୍ଷର ମଶାଙ୍କୁ ପ୍ରଭୁ ବ୍ୟବହାର କଲେ। ହାଲେଲୁୟା।
तो जो समय चली जाइए ताकू आ मने पकांतु नहीं वर्तमान आपण को पाखरे जो समय अच्छी सही समय रे आपण पावरफुल ही जानतु हालेलुया प्रभु 3 वर्ष 6 मास रे एते बड़ बड़ मिराकल आश्चर्य कर्म कले आपण आपण द्वारा भी प्रभु अल्प समय रे मध्य अद्भुत कार्य करि परिबे हालेलुया एणु आपण माने वर्तमान पावरफुल हेबा पई फोकस करंतु पावरफुल हेबा पई फोकस करंतु लक्ष्य करंतु मु आज आपण मानकु माने चारटा पॉइंट कहबी जो चारटा पॉइंट द्वारा आपण माने पवित्र आत्मा रे पूर्ण होई परिबे कारण आमे देखिलु जे समान जेतले पवित्र आत्मा रे पूर्ण होई गले समाने शक्ति प्राप्त हेले कारण स्वयं प्रभु यीशु कहले पवित्र आत्मा तुम मान ऊपर अवतीर्ण करन्ते तुम शक्ति प्राप्त हेबो तुम शक्तिमान हे जीवो आउ एई पवित्र आत्मा रे पूर्ण हेबाकू हेले फास्ट पॉइंट होची कोन फास्ट पॉइंट से आमे सेई एई प्रेरित पुस्तक रे हमें देखि परिबा से माने 10 दिन पर्यंत परमेश्वर को उपस्थिति रे से माने समय काटिले प्रार्थना रे निविष्ट चित्त होई रहिले माने ईश्वर को ठारू शक्ति प्राप्त हेबाकू हेले आम मान को ईश्वर को समय देबाकू हेबो यू हैव टू गिव योर टाइम टू गॉड यू हैव टू स्पेंड टाइम विथ गॉड आपण परमेश्वर को सहित समय काटिबाकू पड़िबो प्रार्थना रे आ अन्य किछि उपाय नै बजार रे बुली बुली पवित्र आत्मा रे पूर्ण हेबी बोले हेबो नै सांग साथी सहित गप करी करी शक्ति प्राप्त हेबी बोली कहले हेबो नाही आपण जेमती लोक सहित मिसिले ता ठारे जो गुण थिबो से गुण प्राप्त हेबे आपण ईश्वर को सहित समय काटिले ईश्वर ठारे जे गुण थिबो से गुण प्राप्त हेबे हालेलुया आपण जहा सहित समय काटुछंती आपण ताहा पाई परिबे एणो एठा एठारे आमे देखि पारछु भेरी सिंपल ईश्वर ठारे शक्ति प्राप्त हेबा केले आपण ईश्वर को सहित ईश्वर को उपस्थिति रे आपण को समय काटिबा पड़िबो यू हैव टू स्पेंड टाइम इन योर पर्सनल प्रेयर निजर व्यक्तिगत प्रार्थना रे परमेश्वर निकट रे बसिबा को पड़िबो सेटा होची फास्ट पॉइंट हालेलुया आसंता माने से एफिसो पुस्तक राव केतरा चारटा पॉइंट आमे देखिबा जेतले आपण प्रार्थना रे बसिबे एफिसो 5 पर्व तार 18 पद जणे पढंतु जल्दी जल्दी एफिसो 5:18 ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ ସେଥିରୁ ତ ଅତ୍ୟାଚାର ଜନ୍ମେ ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ ओके ସ୍ତୋତ୍ର धीरे धीरे जीवा धन्यवाद धीरे धीरे जीवा 18 पदरु आमे 21 पद जाय स्टडी करबा 18 पदरे आमे देखि पारछु लेखा जाय पाउलो सेही पाउलो ही कहंते आउ द्राक्षारसरे मत्त न हुओ ସେଥିରୁ ତ ଅତ୍ୟାଚାର ଜନ୍ମେ ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ହାଲେଲୁୟା be filled with the holy spirit आत्मारे पूर्ण होई एई जो ओडिया रे जोटा लेखा आइछि एटा एते स्पष्ट आपण बुझी परिबे नै मु इंग्लिश रे किंतु आपण स्टडी करंतु आ ओरिजिनल ट्रांसलेशन जोटा किंग जेम्स वर्जन बा न्यू किंग जेम्स वर्जन आपण स्टडी करिवे एई चारटा पद आपण स्पष्ट रूपे आर अर्थ बुझी परिबे एठी एमती लेखा आइछि आत्मारे पूर्ण होई गीत गाओ लेखा आइछि किंतु इंग्लिश रे लेखा आइछि गीत गाई गाई आत्मारे पूर्ण हो हालेलुया गीत गाई गाई आत्मारे पूर्ण हो जीवा से पॉइंट गुडा को किंतु प्रथम आमे देखिबा 18 पद आ द्राक्षा रसरे मत न हुओ आर अर्थ कोन द्राक्षा रसरे मत न हो आर अर्थ होची गोटे आत्मिक अर्थ मु आपन को कहूची द्राक्षा रसरे मत न हो बोली कहले माने माती बाटा बोली कहले कोन निशाशक्त हबाटा माती जीवा तार अर्थ कोन देखंतु लोक माने निजरो व्यस्तता जीवन रे माती जाइछन निजर चाकरी क्षेत्र रे माती जाइछन्ती निजर बुलिबारे माती जाइछन्ती माने जगत रे लोक माती जाइछन्ती बुझी पारले सेमानकु बागे प्रार्थना करबा पय समय नै परमेश्वर को उपस्थिति रे समय काटिबा पय सेमानकु समय नाही सेमाने 24 घंटा पर्यंत अन्य विषय रे माती जाइथिबे द्राक्षा रस रे मत न हो अनेक एमती भी हुए रविवार दिन देखबे खाली कपड़ा धोइबारे माती जाइथिबे
ରବିବାର ଦିନ ଦେଖିବେ ମାର୍କେଟିଂ କରିବାରେ ମାତି ଯାଇଥିବେ। ସେଇ ରବିବାର ଦିନ ଯେ ସପ୍ତାହକୁ ଥରେ ବିଶ୍ରାମ ଦିନ ଟିକେ ପରମେଶ୍ୱରଙ୍କ ଉପସ୍ଥିତିରେ ଅଧିକ ସମୟ ପ୍ରାର୍ଥନାରେ କାଟିବୁ ବୋଲିବାଟା ନାହିଁ। କିଏ ଥିବେ ଚର୍ଚ୍ଚରେ, ଆଜ୍ଞା ରବିବାର ଦିନ 2 ଘଣ୍ଟା ହିଁ ପ୍ରାର୍ଥନା କର, କେତେଟା ସକାଳ 8ଟାରୁ 10ଟା, ଆଉ ବାକି ସମୟ କଣ କରିବ? ବୁଲିବ ଯାଇ ବଜାରରେ। ମାନେ କେତେ ଦୁଃଖର ବିଷୟ ଦେଖନ୍ତୁ। କାହାକୁ ମଧ୍ୟ ତୃଷା ନାହିଁ, କ୍ଷୁଧା ନାହିଁ ଯେ ପରମେଶ୍ୱର ଉପସ୍ଥିତିରେ ରହି ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ପାୱାରଫୁଲ ହେବି ବୋଲି କାହାକୁ ଇଚ୍ଛା ନାହିଁ। ଆଜ୍ଞା ସକାଳ 8ଟାରୁ 10ଟା ସାରିଦିଅ, ଆମେ ଯିବୁ ମାର୍କେଟ କରିବୁ, ଚିକେନ ମଟନ ଆଣି ଖାଇବୁ। କଣ ସେଇଟା? ସେମାନେ ମାତି ଯାଇଛନ୍ତି ଜଗତରେ। ପରମେଶ୍ୱରଙ୍କ ପ୍ରତି ସେମାନଙ୍କର ମନ ନାହିଁ। ଦ୍ରାକ୍ଷା ରସରେ ମତ ନ ହୁଅ, ତାର ଅର୍ଥାତ ଲୁଗା ସଫାରେ ଏତେ ବ୍ୟସ୍ତ ହୁଅ ନାହିଁ, ବଜାର କିଣା ବିକା କରିବାରେ ଅଧିକ ବ୍ୟସ୍ତ ହୁଅ ନାହିଁ। ନିଶା ନିଶା ହେଇଯାଇଛି ଲୋକମାନଙ୍କୁ। ଖାଲି ବୁଲିବା, ଖାଇବା, ପିଇବା ଏଇ ନିଶାରେ ଅଛନ୍ତି ସମସ୍ତେ, ମାତି ଯାଇଛନ୍ତି। କିନ୍ତୁ କଣ କୁହାଯାଉଛି? ଦ୍ରାକ୍ଷା ରସରେ ମତ ନ ହୁଅ, ଅନ୍ୟ କାର୍ଯ୍ୟ ଗୁଡାକରେ ବେଶୀ ମାତି ଯାଅ ନାହିଁ, କିନ୍ତୁ ଆତ୍ମାରେ ପୂର୍ଣ୍ଣ ହୋଇ, ହାଲେଲୁୟା, ଅନ୍ୟ ବିଷୟ ଗୁଡାକରେ ବେଶୀ ମାତି ଯାଅ ନାହିଁ। ସେଥିରୁ ତ ଅତ୍ୟାଚାର ଜନ୍ମେ, ସେଥିରୁ ସମସ୍ୟା ଆସେ। ଯେତେବେଳେ ଆମେ ପରମେଶ୍ୱରଙ୍କୁ ପ୍ରଥମ ସ୍ଥାନ ନ ଦେଇ ଜାଗତିକ ବିଷୟ ଗୁଡାକ ଅଧିକ ମାତି ଯାଇଥିବା, ବ୍ୟସ୍ତ ହେଇଯାଇଥିବା, ଦେଖିବେ ଅଟୋମେଟିକାଲି ସମସ୍ୟା ଆଇବ। କିନ୍ତୁ ପାଉଲ କଣ କହନ୍ତି? ସେଇ ସବୁ ବିଷୟରେ ବେଶୀ ମାତି ଯାଅ ନାହିଁ, ଯୋଉ କାମ କରିବାର ଅଛି ଶୀଘ୍ର ଶୀଘ୍ର ସାରି ଦିଅ ଆଉ ପ୍ରାର୍ଥନାରେ ବସିଯାଅ। ହାଲେଲୁୟା। ଯୋଉ କାମ ପ୍ରତିଦିନ ଯୋଉ କାମ କରିବାର ଅଛି ଶୀଘ୍ର ଶୀଘ୍ର କରିଦିଅ ଆଉ ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ପ୍ରାର୍ଥନାରେ ଚାଲି ଆସ। ପ୍ରେଜ୍ ଦ ଲର୍ଡ। ତ ନିଜର କାମ କାର୍ଯ୍ୟରେ ବେଶୀ ମାତି ଯାଆନ୍ତୁ ନାହିଁ। 24 ଘଣ୍ଟା ପ୍ରଭୁ ଆମମାନଙ୍କୁ 24 ଘଣ୍ଟା ଦେଇଛନ୍ତି। ଏଇ 24 ଘଣ୍ଟାରେ ଯଦି ଆମେ 10 ମାଂସ ବାହାର କରିବା କେତେ ହେବ? 2 ଘଣ୍ଟା 40 ମିନିଟ। କଣ ପ୍ରତିଦିନ ଆମେ 2 ଘଣ୍ଟା 40 ମିନିଟ ପ୍ରଭୁଙ୍କ ଉପସ୍ଥିତିରେ ବିତାଉଛୁ କି? ସମୟର 10 ମାଂସ କଣ ଦେଉଛୁ କି? ଆଚ୍ଛା, ସମୟର 10 ମାଂସ ଦେଲେ କାହାର ଫାଇଦା ହବ କୁହନ୍ତୁ? ପରମେଶ୍ୱରଙ୍କ ଫାଇଦା ହବ କି? ଆରେ ଆପଣଙ୍କର ଆଉ ମୋର ଫାଇଦା ହବ, ଆମେ ପାୱାରଫୁଲ ହେବା। ହାଲେଲୁୟା। ଆଉ ଶୈତାନର କାର୍ଯ୍ୟକୁ ନଷ୍ଟ କରିବା। ପ୍ରେଜ୍ ଦ ଲର୍ଡ। ଯଦି ଆମେ ପାୱାରଫୁଲ ହେବା ନାହିଁ, ତେବେ ଶୈତାନର ଚାତୁରୀ ବିରୁଦ୍ଧରେ ଆମେ ମାନେ ଦଣ୍ଡାୟମାନ ହେଇପାରିବା ନାହିଁ। ଶୈତାନର ଚାତୁରୀ ବୋଲେ ତାର ଜାଲ, ତାର ନେଟ, ତାର ଜାଲକୁ ଆମେ ଛିଣ୍ଡାଇବାର ଅଛି। ହାଲେଲୁୟା। ସେଇ ଯୋଉ ଜାଲ ପାତୁଛି, ସେ ଜାଲକୁ ଆମେ ଛିଣ୍ଡେଇବାର ଅଛି, ସେ ନେଟକୁ ଆମେ ଛିଣ୍ଡେଇବାର ଅଛି। ଆଉ ସେଥିପାଇଁ ଆମମାନଙ୍କୁ ଶକ୍ତି ପ୍ରାପ୍ତ ହେବାକୁ ହେବ, ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କରିବାକୁ ହେବ। ଆଉ ଶକ୍ତି ପ୍ରାପ୍ତ ହେବାକୁ ହେଲେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ହେବ। ଆପଣ ମାନେ ଦେଖିବେ ପ୍ରେରିତ ପୁସ୍ତକ ପୁରା ପଢିବେ, କେବଳ ସେମାନେ ପେଣ୍ଟିକୋସ୍ତ ଦିବସରେ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ ତାହା ନୁହେଁ, କିନ୍ତୁ ସେମାନେ ପ୍ରତିଦିନ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଉଥିଲେ। ପ୍ରତିଦିନ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହଉଥିଲେ। ଆପଣ ଅଧ୍ୟୟନ କରନ୍ତୁ, ଜାଣିପାରିବେ। ପେଣ୍ଟିକୋସ୍ତ 2 ଅଧ୍ୟାୟରେ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ। 2 ଅଧ୍ୟାୟ ତାର 4 ଅଧ୍ୟାୟ 9 ପଦରେ ପୁନର୍ବାର ଲେଖାଯାଏ, ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ପ୍ରେରିତ 4 ଅଧ୍ୟାୟ 30-31 ପଦରେ ସେମାନେ ଯେତେବେଳେ ପ୍ରାର୍ଥନା କରୁଥିଲେ, ହେ ପ୍ରଭୁ ଏମାନଙ୍କର ତର୍ଜନ ଗର୍ଜନ ପ୍ରତି ତୁମେ ଦୃଷ୍ଟିପାତ କର, ସେତେବେଳେ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ। ଆପଣ 7 ଅଧ୍ୟାୟରେ ବି ଦେଖିପାରିବେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ। 8 ଅଧ୍ୟାୟ ଶେଷ ଅଂଶରେ ଦେଖିପାରିବେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ। ପ୍ରେରିତ ପୁସ୍ତକ କମ୍ପ୍ଲିଟଲି ଆପଣ ଦେଖନ୍ତୁ, ସେମାନେ ଏଭ୍ରି ଡେ ହୋଲି ସ୍ପିରିଟ ରେ ପୂର୍ଣ୍ଣ ହେଉଥିଲେ, ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହେଉଥିଲେ। ଆଉ ଏମିତି ଶକ୍ତି ସେମାନେ ପ୍ରାପ୍ତ ହେବାକୁ ଲାଗିଲେ, ଏତେ ସେ ଶକ୍ତି ଏତେ ପୂର୍ଣ୍ଣ ମାତ୍ରା ହେଇଗଲା, ଏତେ ପାୱାରଫୁଲ ହେଇଗଲେ ଯେ ପିତରଙ୍କର ଛାଇ ପଡିବା ଦ୍ୱାରା ରୋଗୀମାନେ ସୁସ୍ଥ ହେବାକୁ ଲାଗିଲେ। ହାଲେଲୁୟା। ମୋ ପ୍ରିୟ ମାନେ ଆପଣ ଧ୍ୟାନ ଦିଅନ୍ତୁ, ପରମେଶ୍ୱରଙ୍କ ଶକ୍ତିର ଯୋଉ ଲେଭେଲ ଅଛି, ଆପଣ ଯେତେ କ୍ଷୁଧିତ ତୃଷିତ ହେବେ ସେତେ ଶକ୍ତି ପ୍ରାପ୍ତ ହେଉଥିବେ। ଇଟ୍ସ ଏ ଅନଲିମିଟେଡ ପାୱାର। କିନ୍ତୁ ଆପଣ ଏକାଥରେ ପାଇଯିବେ ନାହିଁ। ଆପଣଙ୍କୁ ଯେତେ ଆପଣ ପ୍ରଭୁଙ୍କ ଠାରୁ ରିସିଭ କରୁଥିବେ ସେତେ ଆପଣ ପାଉଥିବେ। ହାଲେଲୁୟା। ଆଉ ଯେତେ ରିସିଭ, ଆପଣ ଦେଖନ୍ତୁ
ବର୍ତ୍ତମାନ ଆପଣଙ୍କ ପାଖରେ ଯୋଉ ଶକ୍ତି ଅଛି ସେଇ ଶକ୍ତିରେ ଖାଲି ମୁଣ୍ଡ ବଥା, କାଶ ଆଉ ସର୍ଦ୍ଦି ହିଁ ସୁସ୍ଥ ହେବ। କ୍ୟାନ୍ସର ସୁସ୍ଥ ହେବାକୁ ହେଲେ ସେତିକି ପାୱାର ଦରକାର, ବୁଝିପାରିଲେ? ଆଉ ସେତିକି ବିଶ୍ୱାସ ଦରକାର। HIV ଏଡ୍ସ ପରି ରୋଗ ମାନେ ସୁସ୍ଥ ହେବାକୁ ହେଲେ ସେତିକି ଶକ୍ତି ଦରକାର। ଚିନ୍ତା କରନ୍ତୁ, ଗୋଟେ 10 କେଜି ଆଳୁ ଟେକିବା ପାଇଁ କେତେ ଶକ୍ତି ଦରକାର, ଆଉ 100 କେଜି ଆଳୁ ଟେକିବା ପାଇଁ କେତେ ଶକ୍ତି ଦରକାର। ଠିକ ସେଇପରି ବହୁତ ବଡ ବଡ କାର୍ଯ୍ୟ କରିବାକୁ ହେଲେ ସେତିକି ଶକ୍ତି ଆମେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ହେବାକୁ ହେବ। ହାଲେଲୁୟା। ଯଦି ଆପଣ ପ୍ରାର୍ଥନା କରୁଛନ୍ତି ଆଉ ସାନ ଦୁଷ୍ଟ ଆତ୍ମା ପଳେଇ ଯାଉଛି କିନ୍ତୁ ବାହିନୀ ପରି ଭୂତ ଯାଉନାହିଁ, ତେବେ ପ୍ରଭୁ କଣ କହିଲେ ଶିଷ୍ୟମାନଙ୍କୁ? ଏହି ପ୍ରକାର ଭୂତ ଉପବାସ ଆଉ ପ୍ରାର୍ଥନା ବିନା ଯିବ ନାହିଁ। ମାନେ ଯଦି ଆପଣ ସେଇ ଭୂତକୁ ଘୋଡଉଛନ୍ତି ସେ ଯାଉନାହିଁ, ତାର ଅର୍ଥାତ ଆପଣ ଉପବାସ ପ୍ରାର୍ଥନା କରି ଆହୁରି ଶକ୍ତି ପ୍ରାପ୍ତ ହେବାକୁ ପଡିବ, ତେବେ ସେଇ ବାହିନୀ ଭୂତକୁ କାଢି ପାରିବେ। ଆପଣଙ୍କ ଜୀବନରେ ମନେ କରନ୍ତୁ ଗୋଟେ ସମସ୍ୟା ଅଛି, ସେ ଯାଉନାହିଁ, ତାର ଅର୍ଥ ତାର ଓଜନ ବେଶୀ ଅଛି। ସେଇପରି ଶକ୍ତି ଦରକାର ଯୋଉ ଶକ୍ତି ଦ୍ଵାରା କି ସେ ଓଜନକୁ ଆପଣ ଟେକିକି ଫୋପାଡି ପାରିବେ। ହାଲେଲୁୟା। ବୁଝିପାରୁଛନ୍ତି ମୋର କଥା? ଏଣୁ ମୋ ପ୍ରିୟ ମାନେ ଆମେ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହେବାକୁ ହେଲେ ଆମମାନଙ୍କର ସମୟକୁ ନଷ୍ଟ କରିବା ନାହିଁ। ଅନ୍ୟ ବ୍ୟକ୍ତିବସ୍ତ ଜୀବନରେ ଆମେ ଅଧିକ ସମୟକୁ ନଷ୍ଟ କରିବା ନାହିଁ। ଦ୍ରାକ୍ଷାରସରେ ମତ ହେବା ନାହିଁ, ତାର ଅର୍ଥାତ ଅନ୍ୟ କାର୍ଯ୍ୟ ଗୁଡାକରେ ଅଧିକ ବ୍ୟସ୍ତ ନ ହୋଇ ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ପ୍ରାର୍ଥନାର ସ୍ଥାନକୁ ଚାଲି ଆସିବା। ହାଲେଲୁୟା। ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ପ୍ରାର୍ଥନା ସ୍ଥାନକୁ ଚାଲି ଆସିବା। ପ୍ରାର୍ଥନା ସ୍ଥାନକୁ ଚାଲି ଆସିକିରି 4ଟା ଜିନିଷ କରିବାକୁ ପଡିବ। ସେଠି ଲେଖା ହେଇଛି, ଫାଷ୍ଟ ହଉଛି ମାନେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ। ଓଡିଆରେ ଏମିତି ଲେଖା ହେଇଛି, ଇଂଲିଶ କାପାକ ଅଛି କି ପଢିବେ? କିଙ୍ଗ ଜେମ୍ସ ଭର୍ସନ ତାର 18-19। ଓକେ, କାହା ପାଖ ଅଛି ଯଦି ପଢିବେ, ନହେଲେ ମୁଁ ପଢି ଦଉଛି। Ephesians chapter 5 verse 18, King James version ଲେଖାଯାଏ, do not be drunk with wine in which is dissipation, but be filled with the spirit. Be filled with the spirit, comma ଦିଆ ହେଇଛି, be filled with the spirit, speaking to yourselves in psalms, hymns and spiritual songs. Speaking ଆପଣ ଲେଖି ଦିଅନ୍ତୁ, speaking. ହାଲେଲୁୟା। ଲେଖାଯାଏ be filled with the Holy Spirit, ମାନେ ଇଂଲିଶରେ କଣ ଅଛି, ଓଡିଆରେ ଟିକେ ଟ୍ରାନ୍ସଲେସନ ଇଏ ଅଛି, କିନ୍ତୁ ଅରିଜିନାଲ ଟ୍ରାନ୍ସଲେସନ ଯୋଉଟା କିଙ୍ଗ ଜେମ୍ସ ଭର୍ସନ ଲେଖା ହେଇଛି ଯେ be filled with the Spirit, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ, କମା କିପରି ନା speaking to yourselves in psalms. ସ୍ପିକିଂ ମାନେ କଣ? କହିବା। 4ଟା ଜିନିଷ ମୁଁ ଆଜି କହିବି। ଆଜି ସ୍ପିକିଂ, ଆତ୍ମାରେ ପୂର୍ଣ୍ଣ ହେବାକୁ ହେଲେ ସ୍ପିକିଂ କହିବାକୁ ପଡିବ। 2 ନମ୍ବର ହଉଛି ସିଙ୍ଗିଂ। ଫାର୍ଷ୍ଟ ହଉଛି ସ୍ପିକିଂ, ତାପରେ ହଉଛି ସିଙ୍ଗିଂ ମାନେ ଗୀତ ଗାଇବା, ଗାଇବା ସିଙ୍ଗିଂ। ଥାର୍ଡ ହଉଛି ଗିଭିଂ ଥ୍ୟାଙ୍କ୍ସ ମାନେ ଧନ୍ୟବାଦ ଦେବା ଦ୍ଵାରା। ଆଉ 4 ନମ୍ବର ବିଷୟ ହଉଛି ସବମିଟିଂ। 4ଟା ଜିନିଷ, ସ୍ପିକିଂ, ସିଙ୍ଗିଂ, ଭେରି ଭେରି ଇଜି। ଆତ୍ମାରେ ପୂର୍ଣ୍ଣ ହେବାଟା ବହୁତ ବଡ ପାହାଡ ଟେକିବାଟା ନାହିଁ, ଏଇଟା ଠିକ ଅଛି, ଭେରି ଇଜି। ଖାଲି ସମୟ ବାହାର କରି 4ଟା ଜିନିଷ କରିବାର ଅଛି। ଫାର୍ଷ୍ଟ ହଉଛି ସ୍ପିକିଂ, ସେକେଣ୍ଡ ହଉଛି ସିଙ୍ଗିଂ, ଥାର୍ଡ ହଉଛି ଗିଭିଂ ଥ୍ୟାଙ୍କ୍ସ ଟୁ ଗଡ, ଆଉ ଫୋର୍ଥ ହଉଛି ସବମିଟିଂ। ସ୍ପିକିଂ, ସିଙ୍ଗିଂ, ଗିଭିଂ ଥ୍ୟାଙ୍କ୍ସ, ସବମିଟିଂ। ଏ 4ଟା ଜିନିଷ ଯଦି ଆପଣ ପ୍ରାର୍ଥନାରେ କଲେ ଆପଣ ପାୱାରଫୁଲ ହେଇଯିବେ। ହାଲେଲୁୟା। ଏବେ ମୁଁ ଆପଣଙ୍କୁ ବୁଝେଇବି ସ୍ପିକିଂ ବୋଲି କହିଲେ କଣ। ସ୍ପିକିଂ ଟୁ ୟୋର ସେଲ୍ଫ ଲେଖାଯାଇଛି, ନିଜକୁ କୁହ ବୋଲି ଲେଖାଯାଇଛି। ସ୍ପିକିଂ ଟୁ ୟୋର ସେଲ୍ଫ, ଓଡିଆରେ ସେମିତି ଲେଖା ହେଇଛି କି ନାଇଁ? ଓଡିଆରେ ଲେଖା ହେଇଛି
ଗୀତ ସ୍ତୋତ୍ର ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ, ଏମିତି ଲେଖା ହେଇଛି। କିନ୍ତୁ ଇଂଲିଶରେ ଲେଖା ହେଇଛି ନିଜକୁ କୁହ, ସ୍ପିକିଂ ଟୁ ୟୋର ସେଲ୍ଫ ଇନ୍ ସାମ୍ସ, ମାନେ ଗୀତ ଦ୍ୱାରା ନିଜକୁ କୁହ, ହିମ୍ସ ସ୍ତୁତି କରିବା ଦ୍ୱାରା ନିଜକୁ କୁହ, ଏଣ୍ଡ ସ୍ପିରିଚୁଆଲ ସଙ୍ଗସ୍ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ନିଜକୁ କୁହ। କଣ କହିବ ବୁଝାଉଛି, ଧ୍ୟାନରେ ଶୁଣନ୍ତୁ। ଗୀତ ଦ୍ୱାରା ମାନେ ସାମ୍ସ ବୋଲି ଲେଖାଯାଏ। ସାମ୍ସ ବୋଲି କହିଲେ କଣ, ଗୀତ ସଂଗୀତା। ଆପଣ ଗୀତ ସଂଗୀତା ନିଜକୁ କୁହନ୍ତୁ। କେମିତି କହିବେ? ଉଦାହରଣ, ସାମ୍ 23, ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ହାଲେଲୁୟା। ମୁଁ ସଦାପ୍ରଭୁଙ୍କର ଆବୃତ ସ୍ଥାନରେ ବାସ କରୁଅଛି, ସଦାପ୍ରଭୁଙ୍କ ଡେଣା ତଳେ ମୁଁ ଛାୟା ତଳେ ମୁଁ ବାସ କରୁଅଛି, ମୋର କୌଣସି ବିପଦ ହେବ ନା, ଘଟିବ ନାହିଁ। ସାମ୍ 91। ସାମ୍ 23 ରେ ଆପଣ ଆହୁରି ଦେଖିପାରିବେ, ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହେଁ ମୋର କୌଣସି ବିପଦ ଘଟିବ ନାହିଁ। ହାଲେଲୁୟା। ସାମ୍ 91 କୁ ଯଦି ଯିବେ, ବାମରେ 1000 ଆସିବେ, ଡାହାଣରେ ଅୟୁତ ଆସିବେ, କିନ୍ତୁ ସେ ବିପଦ ମୋର କତିକୁ ଆସିବ ନାହିଁ। ଏଇଟା ମୁଁ କଣ କହୁଛି? ସ୍ପିକିଂ କହୁଛି, ମୁଁ ସାମ୍ସ କୁ କହୁଛି। ହାଲେଲୁୟା। ଆପଣ ଯେତେବେଳେ ଏଇଟାକୁ କହିବାକୁ ଲାଗିବେ, ଏବେ ଏବେ ଏଟା ହଉଛି ପୁରାତନ ନିୟମ ବା ଗୀତ ସଂଗୀତାର ସାମ୍ସ କୁ କହିଲି। ଏବେ ନୂତନ ନିୟମର ସାମ୍ସ କୁ କହିବା। ନୂତନ ନିୟମର ସାମ୍ସ କଣ? ମୁଁ ଈଶ୍ୱରଙ୍କ ସନ୍ତାନ, ମୁଁ ଈଶ୍ୱରଙ୍କ ଠାରୁ ଜାତ, ମୁଁ ଯୀଶୁଖ୍ରୀଷ୍ଟଙ୍କ ଠାରେ ନୂତନ ସୃଷ୍ଟି ହୋଇଅଛି, ମୋର ପୁରାତନ ବିଷୟ ସବୁ ଲୋପ ପାଇଅଛି, ବର୍ତ୍ତମାନ ମୁଁ ନୂତନ ହେଇଯାଇଛି। ଆଇ ଆମ୍ born of God। ମୁଁ ପରମେଶ୍ୱରଙ୍କ ଠାରୁ ଜାତ ଅଟେ, ଏଣୁ ପରମେଶ୍ୱରଙ୍କ DNA ମୋର ଭିତରେ ଅଛି, ପରମେଶ୍ୱରଙ୍କ ପାୱାର ମୋର ଭିତରେ ଅଛି, ସେଥିପାଇଁ ମୁଁ ପାୱାରଫୁଲ। ହୋଲି ସ୍ପିରିଟ ମୋର ଭିତରେ ଅଛନ୍ତି, ସେଥିପାଇଁ ମୁଁ ପାୱାରଫୁଲ। ଆପଣ କଣ କରିବାର ଅଛି? ଏଇଟା କହିବାର ଅଛି, ସ୍ପିକିଂ ଟୁ ୟୋର ସେଲ୍ଫ। ହାଲେଲୁୟା। ଈଶ୍ୱରଙ୍କ ବାକ୍ୟକୁ ନେବେ, ଆଉ ନିଜ ବିଷୟରେ ଯାହା ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟ କହୁଛି ଆପଣ ତାହା ହିଁ କହିବେ। ଏଇଟା କହିବା ଦ୍ୱାରା ଆପଣ ଆତ୍ମାରେ ଭରିଯିବେ। ଆପଣ ପ୍ରାକ୍ଟିସ କରନ୍ତୁ। ପ୍ରେଜ ଦ ଲର୍ଡ। ହାଲେଲୁୟା। ଆପଣ କନଫେସ କରିବେ ଯେ ଈଶ୍ୱରଙ୍କ ବାକ୍ୟ ଯାହା କହୁଛି। ମନେ କରନ୍ତୁ ଆପଣଙ୍କୁ ବଥା ହଉଛି, ରୋଗ ହଉଛି, ଜ୍ୱର ହଉଛି, କଷ୍ଟ ହଉଛି, ଆପଣ କଣ କହିବେ? ଆପଣ କଣ କହିବେ? ନିଜକୁ କି ସାମ୍ସ କହିବେ? ତାହାଙ୍କ ପ୍ରହାରରେ, ସେ ପ୍ରହାରିତ ହେବା ଦ୍ୱାରା ମୁଁ ସୁସ୍ଥ ହୋଇଅଛି। ଆମେନ୍। ରେ ରୋଗ ଚାଲିଯା, କହିବାର ଅଛି। ଯାହା ବାକ୍ୟ କହୁଛି ଆପଣଙ୍କ ବିଷୟରେ ତାହା ଆପଣଙ୍କୁ କହିବାକୁ ହେବ। ସ୍ପିକିଂ ଟୁ ୟୋର ସେଲ୍ଫ ଇନ୍ ସାମ୍ସ। ମୁଁ ଜଗତରେ ଜ୍ୟୋତି, ଅନ୍ଧକାର ମୋ ପାଖରେ ରହିପାରିବ ନାହିଁ। ହାଲେଲୁୟା। କହିବାକୁ ପଡିବ। କାଳ ସର୍ପ ଏବଂ ବିଛା ଉପରେ ମୁଁ ଚାଲିବି, କାରଣ ପ୍ରଭୁ ମତେ ଅଧିକାର ଦେଇଛନ୍ତି। ଶତ୍ରୁର ସମସ୍ତ ଶକ୍ତି ଉପରେ ସେ ମତେ ଅଧିକାର ଦେଇଛନ୍ତି, ଆଉ କୌଣସି ବିଷୟ ମୋର କ୍ଷତି କରିପାରିବ ନାହିଁ। ହାଲେଲୁୟା। ମୁଁ କଣ କରୁଛି? ସ୍ପିକିଂ ଟୁ ୟୋର ସେଲ୍ଫ, ନିଜକୁ କହୁଛି। ମୁଁ କଣ? ଈଶ୍ୱରଙ୍କ ବାକ୍ୟକୁ ନେଇକି କହୁଛି। ଏଇଟା ହଉଛି ସ୍ପିକିଂ ଇନ୍ ସାମ୍ସ। ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ଜୀବନ ଯାଏ ମଙ୍ଗଳ ଦୟା ମୋର ପଶ୍ଚାତ ଗମନ କରିବ, ଏବଂ ମୁଁ ସଦାପ୍ରଭୁଙ୍କ ଗୃହରେ ବାସ କରିବି। କଣ କହୁଛି ମୁଁ? ସାମ୍ 23:6 କହୁଛି। ଆପଣ ଏମିତି କହି କହି ଆପଣ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଯିବେ। ହାଲେଲୁୟା। ଏଟା ହଉଛି ସ୍ପିକିଂ। ଏଟା ଗୋଟେ ଉଦାହରଣ ଦେଲି, ଆଉ ବର୍ଣ୍ଣନା କଲେ ସମୟ ହେବ ନାହିଁ। ନେକ୍ସଟ ହଉଛି ସିଙ୍ଗିଂ। ଆଧ୍ୟାତ୍ମିକ ସଂକୀର୍ତ୍ତନ ଗାନ କର। ଆଧ୍ୟାତ୍ମିକ ସଂକୀର୍ତ୍ତନ ଗାଇବା ଦ୍ୱାରା ଆପଣ ଆତ୍ମାରେ ଭରିଯିବେ। ପ୍ରେଜ ଦ ଲର୍ଡ। ହାଲେଲୁୟା। ଆଉ ଯଦି ଫିଲ୍ମ ଗୀତ ଗାଇଲେ କଣ ହେବ? ଯଦି ଆଧ୍ୟାତ୍ମିକ ସଂକୀର୍ତ୍ତନ ଗାଇଲେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ, ଫିଲ୍ମ ଗୀତ ଗାଇଲେ ଦୁଷ୍ଟ ଆତ୍ମାରେ ପୂର୍ଣ୍ଣ ହେବେ। ବୁଝିପାରିଲେ? ସେଥିପାଇଁ ପାଉଲ କହୁଛନ୍ତି ଆଧ୍ୟାତ୍ମିକ ସଂକୀର୍ତ୍ତନ ଗାନ କର। ଆଜି ଦେଖନ୍ତୁ କେତେ ଜଣ ବିଶ୍ୱାସୀ ମାନଙ୍କୁ ଭୂତ ଲାଗି ଯାଇଥିବ। କେମିତି ଲାଗୁଛି ଏ ଭୂତ? କାନରେ ଇୟରଫୋନ ଲଗେଇକିରି ଫିଲ୍ମ ଗୀତ ଶୁଣୁଥିବେ। କଣ ହେବ? ଆରେ ଯାହାକୁ ଡାକିଲେ ତ ସେ ଆଇବ। କଣ ହେବ? ସେଥିପାଇଁ ମାନେ ଆଧ୍ୟାତ୍ମିକ ସଂକୀର୍ତ୍ତନ ଗାନ କରିବା ଦ୍ୱାରା
आ माने पवित्र आत्मा रे पूर्ण ही परिबा हालेलुया दैट इज द सिंगिंग ऑफ स्पिरिचुअल सॉन्ग्स इंग्लिश रे लिखा जाए न्यू टेस्टामेंट आपण किंग जेम्स वर्जन रे देखि परिबे फर्स्ट होची स्पीकिंग सेकंड होची सिंगिंग सिंगिंग स्पिरिचुअल सॉन्ग्स आत्मिक गीत गान कर एठी आ गोटे कथा कहबी अनेक एमती गीत अछि जोटा कि बिब्लिकल नाही बाइबल अनुसार बाइबल आधारित नाही वाक्य भित्तिक नाही सेई गीत गुडा को गाइले डर भय एमती सब आइबो दयाकर म्यूट करिवे म्यूट ऑन ही जाउची कार तेबे सेकंड पॉइंट होची कोन सिंगिंग वेरी इंपोर्टेंट आत्मार पूर्ण हेबाक हेले आम मानकु माने नूतन नूतन गीत गान करी प्रभुଙ୍କର ଉପସ୍ଥିତିରେ ତାଙ୍କର ମହିମା କରିବାକୁ ହେବ ହାଲେଲୁୟା ଯେତେବେଳେ ଆପଣ ନୂତନ ନୂତନ ଗୀତ ଗାନ କରିବେ ଦେଖିବେ ଆପଣ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଯିବେ ତାପରେ ଲେଖାଯାଏ 3 ନମ୍ବର ପଏଣ୍ଟ ହଉଛି ଗିଭିଂ ଥ୍ୟାଙ୍କ୍ସ ସେଠି ଆଉ କେତେଟା ବିଷୟ ଲେଖାଯାଏ ଯେମିତି କି ସ୍ତୁତି କରିବା ସ୍ତୋତ୍ର ସ୍ତୁତି ପ୍ରେଜିଂ ପରମେଶ୍ୱରଙ୍କୁ ପ୍ରେଜ କରିବା ସେ ଯେ କେଡେ ମହାନ ତାଙ୍କୁ ପ୍ରେଜିଂ କରିବା ତୁମେ ଯେ କେତେ ଭଲ ନାଇଁ ଆମେ ଗୀତ ଗାଉଛୁ କେତେ ଭଲ ମୋର ପ୍ରଭୁ ଯୀଶୁ ହେ ତ ଆମେ ତାଙ୍କୁ ପ୍ରେଜିଂ କରିବା ତାଙ୍କୁ ପ୍ରଶଂସା କରିବା ପ୍ରଶଂସା କେମିତି କରିବେ ତାଙ୍କର ଗୁଣ କୀର୍ତ୍ତନ ମାନେ ତାଙ୍କର କି ଗୁଣ ଅଛି ପ୍ରଭୁ ତୁମେ ଆରୋଗ୍ୟକାରୀ ପ୍ରଭୁ ତୁମେ ଉତ୍ତମ ପ୍ରଭୁ ତୁମେ କେତେ ଭଲ ପ୍ରଭୁ ତୁମେ କେତେ ମହାନ ତୁମେ ସମୁଦ୍ର ଉପରେ ଚାଲିବା ପରମେଶ୍ୱର ଆମେ କଣ କରୁଛୁ ତାଙ୍କର ଶକ୍ତିକୁ ବର୍ଣ୍ଣନା କରି ଆମେ ତାଙ୍କୁ ପ୍ରେଜିଂ କରୁଛୁ ପ୍ରଶଂସା କରୁଛୁ ବାଃ କେତେ ବଢିଆ ବିରିୟାନୀ ବନେଇଥିଲ ଭାଇ ବାଃ କେତେ ବଢିଆ ବିରିୟାନୀ ବନେଇଥିଲ ଭଉଣୀ କଣ କରୁଛୁ ଆମେ ପ୍ରେଜିଂ କରୁଛୁ ପ୍ରଶଂସା କରୁଛୁ ଠିକ ସେଇପରି ଧନ୍ୟବାଦ ଯୀଶୁ ତୁମେ ମତେ ଧାର୍ମିକ ଗଣିତ କରିଛ ତୁମେ ମତେ ଧାର୍ମିକ ଗଣିତ କରିବା ପାଇଁ ତୁମେ କ୍ରୁଶରେ ଜୀବନ ଦେଲ ମୋର ପାପକୁ ବହନ କଲ ତୁମେ କେତେ ଭଲ ମୁଁ ପାପୀ ଥିବା ସମୟରେ ମତେ ତୁମେ ଦଣ୍ଡ ଦେଲ ନାହିଁ କିନ୍ତୁ ମୋ ପାପ ସକାଶେ ତୁମେ କ୍ରୁଶରେ ଜୀବନ ଦେଲ ତୁମେ କେତେ ଭଲ ଆମେ କଣ କରୁଛୁ ତାଙ୍କର ପ୍ରଶଂସା କରୁଛୁ ମତେ ତୁମେ କେତେ ପ୍ରେମ କଲ କେତେ ପ୍ରେମିକ ପରମେଶ୍ୱର ତୁମେ ଅଟ କେତେ ଦୟାଳୁ ପରମେଶ୍ୱର ତୁମେ ଅଟ ଆମେ କଣ କରୁଛୁ ତାଙ୍କର ପ୍ରେଜିଂ କରୁଛୁ ସ୍ତୁତି କରୁଛୁ ଗୁଣ କୀର୍ତ୍ତନ କରୁଛୁ ବାଇବେଲ ଲେଖାଯାଏ ପ୍ରଥମ ପିତର 2:9 ରେ ଲେଖାଯାଏ ସେମାନଙ୍କୁ ଅନ୍ଧକାରରୁ ବାହାର କରି ତାଙ୍କର ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆଣିଛନ୍ତି ଯେପରିକି ଆମେ ତାଙ୍କର ଗୁଣ କୀର୍ତ୍ତନ କରିବା ସେମାନଙ୍କୁ ରାଜକୀୟ ଯାଜକ ବର୍ଗ ପବିତ୍ର ଜାତି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ସେ କରିଅଛନ୍ତି ହାଲେଲୁୟା ସେମାନଙ୍କୁ ମନୋନୀତ ବଂଶ କରିଛନ୍ତି ତେବେ ଏଇଟା କହିକି ଆପଣ ପରମେଶ୍ୱରଙ୍କୁ ପ୍ରଶଂସା କରିବେ ପ୍ରଶଂସା କରୁ କରୁ ଆପଣ ଆତ୍ମାରେ ଭରିଯିବେ ଆଉ ଏଇ ମଧ୍ୟରେ ପରଭାଷାରେ ମଧ୍ୟ ଆପଣ ସ୍ତୁତି କରିପାରିବେ ପରଭାଷାରେ ମଧ୍ୟ ଆରାଧନା କରିପାରିବେ ପରଭାଷାରେ ମଧ୍ୟ ଆପଣ ଧନ୍ୟବାଦ ଦେଇପାରିବେ ପରଭାଷା ଭେରି ଇମ୍ପୋର୍ଟାଣ୍ଟ ଆପଣଙ୍କ ପ୍ରାର୍ଥନାରେ ସେଟା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କରିବା ପାଇଁ ପରଭାଷା ବହୁତ ଇମ୍ପୋର୍ଟାଣ୍ଟ ଯେ ପରଭାଷାରେ ପ୍ରାର୍ଥନା କରେ ସେ ଆତ୍ମାରେ ପ୍ରାର୍ଥନା କରେ ବୋଲି ପାଉଲ କହନ୍ତି ଏଣୁ ଯେତେ ଅଧିକ ଆପଣ ପରଭାଷାରେ ପ୍ରାର୍ଥନା କରିବେ ସେତେ ଅଧିକ ଆପଣ ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହେବେ ହାଲେଲୁୟା ଏଟା ହଉଛି 2 ନମ୍ବର ପଏଣ୍ଟ ସିଙ୍ଗିଂ ସାମ୍ସ ପ୍ରେଜିଂ ଗଡ ତାର 3 ନମ୍ବର ପଏଣ୍ଟ ହଉଛି ଗିଭିଂ ଥ୍ୟାଙ୍କ୍ସ ଟୁ ଗଡ ଅନେକ ସମୟରେ ଲୋକମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ ଖାଲି କମ୍ପ୍ଲେନ କରନ୍ତି ଏମିତି କାହିଁକି ହେଲା ପ୍ରଭୁ ସେମିତି କାହିଁକି ହେଲା ପ୍ରଭୁ କଣ ଭୁଲ କଲି ଯେ ମୁଁ ଖାଲି କମ୍ପ୍ଲେନ ଆରେ ଯେଉଁ ପରମେଶ୍ୱର ତମକୁ ଜୀବନ ଦେଇଛନ୍ତି ଆଜି ବଞ୍ଚିକି ଅଛ ଆଜି ପିନ୍ଧିବା ପାଇଁ ବସ୍ତ୍ର ରହିବା ପାଇଁ ବାସଗୃହ ସବୁ ପ୍ରଭୁ ଆମମାନଙ୍କୁ ଯୋଗାଇଛନ୍ତି ସେ କହିବେ ନା ହ୍ୟୁମାନ ୱାଣ୍ଟସ୍ ଇଜ ଅନଲିମିଟେଡ କୋଟି ଟଙ୍କା ଦେଲେ ମଧ୍ୟ ଆହୁରି ଦରକାର ବୋଲି କହିବେ ସେଇପରି ମାନେ ଲୋକମାନେ ହେଇଯାଇଛନ୍ତି କିନ୍ତୁ ଆମେ ଶିଖିବା ଲେଖାଯାଏ ସର୍ବଦା ସର୍ବ ବିଷୟରେ 20 ପଦରେ ଲେଖାଯାଏ 5:20 ସର୍ବଦା ସର୍ବ ବିଷୟ ନିମନ୍ତେ ଆମ ମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ ଗିଭିଂ ଥ୍ୟାଙ୍କ୍ସ ଟୁ ଗଡ ଇନ ଦ ନେମ୍ ଅଫ ଜିସସ୍ ଲେଖାଯାଏ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଧନ୍ୟବାଦ ଦେବା
ଧନ୍ୟବାଦ ପ୍ରଭୁ, ତୁମେ ମତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମତେ ଉଦ୍ଧାର ଦେଇଛ, ମତେ ପରିତ୍ରାଣ ଦେଇଛ, ମତେ ମୁକ୍ତି ଦେଇଛ, ମତେ ଅଭିଷେକ କରିଅଛ, ମତେ ମନୋନୀତ କରିଛ, ମତେ ପବିତ୍ର ଜାତି ବୋଲି ଗଣିତ କରିଛ, ମୋର ସମସ୍ତ ଅପରାଧକୁ ଧୌତ କରି ମତେ ପବିତ୍ର ଜାତି କରିଅଛ। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ ପିତା। ସର୍ବଦା ସବୁ ବିଷୟରେ ମନେକର ଆଜି କିଛି ନାହିଁ, ପ୍ରଭୁ ଧନ୍ୟବାଦ, ତୁମେ ମତେ ଜୀବନ ଦେଇଅଛ। ଯୋଉ ପରମେଶ୍ୱର ଆପଣ ପୁତ୍ରକୁ ମଧ୍ୟ ଧରି ରଖିଲେ ନାହିଁ, ଦେଇଦେଲେ, ଆଉ ବାକି ବିଷୟ କଣ ସେ ଦେବେ ନାହିଁ? ଆକାଶର ଚଢେଇକୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, କିନ୍ତୁ ପିତା ସେମାନଙ୍କୁ ଯୋଗାନ୍ତି। ତୁମେ ମାନେ ତ କେତେ ଶ୍ରେଷ୍ଠ। ହାଲେଲୁୟା। ତେବେ ସର୍ବ ବିଷୟରେ ଆମେ କମ୍ପ୍ଲେନ ନ କରି ଆମେ ଧନ୍ୟବାଦ ଦେବା। ହାଲେଲୁୟା। କେତେ ଜଣ କହୁଥିବେ ଏ ବୋଥା କାହିଁକି ଛାଡୁନାହିଁ, କେତେ ପ୍ରାର୍ଥନା କରୁଛି କିନ୍ତୁ ଛାଡୁନାହିଁ। ଆପଣ ଉଲ୍ଟା କହୁଛନ୍ତି। ବରଂ ଆପଣ କୁହନ୍ତୁ ଯେ ତାହାଙ୍କ ପ୍ରହାରରେ ମୁଁ ସୁସ୍ଥ ହେଇଯାଇଛି। ହାଲେଲୁୟା। ଧନ୍ୟବାଦ ପିତା, ତୁମେ କରୋନାରେ ପ୍ରହାରିତ ହେବା ଦ୍ୱାରା ମୁଁ ସୁସ୍ଥ ହେଇଯାଇଛି। ହାଲେଲୁୟା। ଏମିତି କୁହନ୍ତୁ, କମ୍ପ୍ଲେନ କରନ୍ତୁ ନାହିଁ। ଯେତେବେଳେ ଆପଣ ଏମିତି କହିବେ, ଆପଣ ହିଲିଂ ହେଇଯିବେ। ପ୍ରେଜ୍ ଦ ଲର୍ଡ। ତ ସର୍ବଦା ସର୍ବ ବିଷୟ ନିମନ୍ତେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଆପଣମାନେ ଜାଣିଛନ୍ତି ପାଉଲ ଶିଲା ତାକି କୋଉ ଅପରାଧ କରିଥିଲେ, କୋଉ ପାପ କରିଥିଲେ କୁହନ୍ତୁ? ସେମାନଙ୍କୁ କାରାଗାରରେ ପକେଇ ଦିଆଗଲା, ହାତରେ ଆଉ ପାଦରେ ସେମାନଙ୍କୁ କଡି କାଠ ଲଗାଇ ଦିଆଗଲା, ଶିଙ୍କୁଳି ବାନ୍ଧି ଦିଆଗଲା। ଆଉ ଲେଖାଯାଏ ମଧ୍ୟରାତ୍ର ସମୟରେ ସେମାନେ ପରମେଶ୍ୱରଙ୍କୁ କମ୍ପ୍ଲେନ କରିବାକୁ ଲାଗିଲେ। କମ୍ପ୍ଲେନ କରିବାକୁ ଲାଗିଲେ କି? ପ୍ରେରିତ 16 ଅଧ୍ୟାୟରେ ସେମାନେ ସ୍ତୁତି ଆରାଧନା ଗୀତ ଗାଇବାକୁ ଲାଗିଲେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ। ଧନ୍ୟବାଦ ପ୍ରଭୁ, ତୁମ ନିମନ୍ତେ ଆମେ ତାଡ଼ନା ସହୁଛୁ, ତାଡ଼ନା ପାଇଲୁ, ଆମେ ଧନ୍ୟ, ଆମେ ଧନ୍ୟ, ଆମେ ଧନ୍ୟ। ସେମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ ଯେ ଆପଣ ସୁସମାଚାର ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସେମାନେ ଜାଣିଥିଲେ ଯେ ଆମେ ପୃଥିବୀର ଅଧିକାରୀ ହେବୁ। ହାଲେଲୁୟା। ଆଉ ସେଥିପାଇଁ ସେମାନେ ସେ ଆଗାମୀ ବିଷୟକୁ ଦେଖିକିରି ସେମାନେ ପରମେଶ୍ୱରଙ୍କୁ ଗୌରବ କରିବାକୁ ଲାଗିଲେ। କଣ ହେଲା ମୋ ପ୍ରିୟ ମାନେ? ବନ୍ଧନ ସବୁ ଛିଣ୍ଡି ଗଲା। ହାଲେଲୁୟା। ସେମାନେ ଯଦି କମ୍ପ୍ଲେନ କରିଥାନ୍ତେ ତେବେ ବନ୍ଧନ ଛିଣ୍ଡିଥାନ୍ତା କି? ସେମାନେ ଧନ୍ୟବାଦ ଦେବାକୁ ଲାଗିଲେ, ପରମେଶ୍ୱରଙ୍କୁ ଗୌରବ କରିବାକୁ ଲାଗିଲେ, ସ୍ତୁତି କରିବାକୁ ଲାଗିଲେ, ଆଉ ବନ୍ଧନ ସବୁ ଛିଣ୍ଡିଗଲା। ଆପଣ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ, ଦେଖିବେ ବନ୍ଧନ ସବୁ ଛିଣ୍ଡିଯିବ। ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ, ଆଉ ବନ୍ଧନ ସବୁ ଛିଣ୍ଡିଗଲା। ତ ଧନ୍ୟବାଦ ଦେବାର କେତେ ପାୱାର ଅଛି ଦେଖନ୍ତୁ। ଇସ୍ରାଏଲ ମାନେ କମ୍ପ୍ଲେନ କରି କରି ପ୍ରାନ୍ତରରେ ମରିଗଲେ। କମ୍ପ୍ଲେନ କଲେ ଶୈତାନର କାର୍ଯ୍ୟ ହେବ, କିନ୍ତୁ ଧନ୍ୟବାଦ ଦେଲେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ହେବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତ ଏଇଠି ଆମେ ଦେଖିପାରୁଛୁ ଥାର୍ଡ ପଏଣ୍ଟ ହଉଛି ଗିଭିଂ ଥ୍ୟାଙ୍କ୍ସ ଟୁ ଗଡ ଅଲୱେଜ। ଲେଖାଯାଏ ଇଂଲିଶରେ ଅଲୱେଜ ବୋଲି ଲେଖାଯାଏ। ସର୍ବଦା ସର୍ବ ବିଷୟ ନିମନ୍ତେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଫୋର୍ଥ ପଏଣ୍ଟ ହଉଛି 21 ପଦରେ ଅଛି, ଆଉ ତା ହଉଛି ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପର ବଶୀଭୂତ ହୁଅ। ଏଇଟା ଅନେକ ସମୟରେ ହୁଏ ନାହିଁ, ବଶୀଭୂତ ହେବା। ଖ୍ରୀଷ୍ଟଙ୍କୁ ଭୟ କରି, ଆମମାନେ ହଉଛୁ ଖ୍ରୀଷ୍ଟଙ୍କ ଅଙ୍ଗ ପ୍ରତ୍ୟଙ୍ଗ, ଆମମାନେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ, ପ୍ରତି ଜଣ ଆମମାନେ ୱାନ୍ ବଡି। ଆମମାନେ ପରସ୍ପର କଣ ହେବା ଦରକାର? ସବମିଟ ହେବା ଦରକାର, ବଶୀଭୂତ ହେବା ଦରକାର। ତାର ବଶୀଭୂତ ବୋଲି କହିଲେ କଣ ନା, ଆମମାନେ ନିଜଠାରୁ ଅନ୍ୟକୁ ଶ୍ରେଷ୍ଠ ମନେ କରିବା ଦରକାର। ଅନେକ ସମୟରେ କଣ ହୁଏ ଯେ ଆମମାନେ ଯେତେବେଳେ ପଦପଦବୀରେ ପଳାଇ ଆସୁ କି ଧନ ସମ୍ପତ୍ତି ବେଶୀ ବଢିଯାଏ, ତେବେ ଆମମାନେ ବଡିକୁ ବା ଖ୍ରୀଷ୍ଟଙ୍କ ଶରୀରକୁ ତୁଚ୍ଛ କରିବାଟା ଷ୍ଟାର୍ଟ କରିଦେଇଥାଉ। ଆମେ ଗର୍ବ ଚାଲି ଆସେ, ଆତ୍ମିକ ଗର୍ବ ମଧ୍ୟ ଅନେକ ସମୟରେ ଚାଲି ଆସେ। ଦେଖନ୍ତୁ, ଯୋଉମାନେ ବେଶୀ ଫାଷ୍ଟିଂ କରୁଥିବେ, ବେଶୀ ପ୍ରେୟର କରୁଥିବେ, এই ଆତ୍ମିକ ଗର୍ବ ଆସିବାଟା ବହୁତ କମନ। କିନ୍ତୁ ତାକୁ ମଧ୍ୟ ଆମେ ମାନେ ମାନେ ଦଳିତ କରିବା ଦରକାର, ତାକୁ ମଧ୍ୟ ଆମେ ଦୂର କରିବା ଦରକାର, ଆଉ ନିଜକୁ ନମ୍ର କରିବା ଦରକାର। ହାଲେଲୁୟା। ଯଦି ଅଧିକ ଥରେ କଣ ହେଲା, ଜଣେ ବ୍ୟକ୍ତି 21 ଦିନ ଫାଷ୍ଟିଂ ପ୍ରେୟର କଲେ। ସେଦିନ 21 ଦିନ ସେ ବିଶ୍ୱାସୀ ଜଣେ 21 ଦିନ ଫାଷ୍ଟିଂ ପ୍ରେୟର କଲା ପରେ କଣ ହେଇଛି ନା, ଗୋଟେ ଜଣକୁ ଭୂତ ଲାଗିଛି। ଯେତେବେଳେ ଭୂତ ଲାଗିଛି, ଆଉ ସେଇ ବିଶ୍ୱାସୀ ଭାଇକୁ ଡକାଗଲା ଯେ ଭୂତ ଛଡା ଯାଉ ବୋଲିକିରି। ଆଉ ସେ ବିଶ୍ୱାସୀ ଭାଇ ଫାଷ୍ଟିଂ ପ୍ରେୟର କରୁଛନ୍ତି, ତ ସେଥିପାଇଁ ତାଙ୍କୁ ଡାକ ବୋଲିକିରି କେତେ ଜଣ କହିଲେ। ତେବେ ସେ ଗଲେ, ଆଉ
से भूत लगी व्यक्ति प्रार्थना कलारू गोटे घंटा प्रार्थना कला परे आम सब सेटार देलु आ से भूत चलीगला पर कौन है जानते सेठाकार पास्टर तार गोड़ तले से हूँ सीनियर पास्टर तार गोड़ तले पड़गले ये ही प्रकृत ईश्वरंकर दया सेवक बोली पड़गले पाद तले जो पड़गले से विश्वास एते गर्वी हो गला जे से चर्चर पास्टर को प्रति बाधा करी ताकू झगड़ा करी ताकू सेठरू भगैकिरी से चर्च रे से विश्वासी पास्टर हो गला देखंतु 21 दिन फास्टिंग प्रेयर्स नम्रता आनिबा कथा किंतु गर्व पळाय आसला आ गर्वर सम्मुखरे कोन थाए पतन थाए तार किछि काल पर से मध्य पतन हैला एटा 10 वर्ष मु देखुथबा घटिथबा वास्तविक घटना को मु आपनक आगरे कहूछि तो जेतेबेले आपण बेसी प्रार्थना करन्ते फास्टिंग करन्ते आत्मिक गर्व आसीबाटा बहुत संभावना अछि ताको आपण दमन करन्तु नम्र हुअन्तु निज पालकंकर बसीभूत हुअन्तु बेले बेले समय विश्वासी माने बेसी प्रार्थना करिवे शक्ति प्राप्त होई भूत छाड़ला पर पालकंकर कथा भी मानिबे नै आ पालक आज्ञाकर बसीभूत हेबे नै बहुत दुखर विषय किंतु लिखा जाए तुम्हें परस्पर बसीभूत जे आपन नम्र करिवो प्रभु कहंती आमे ताको उन्नत करिबा हालेलुया तार अर्थात आहुरी पावरफुल करिबा आपण जेते शक्ति प्राप्त हेले मध्य निजर पास्टरंकर निज पालक आज्ञाकर बसीभूत हेकि रहंतु प्रभु आपन आहुरी उठाइबे प्रेज द लॉर्ड आहुरी आपण आत्मा रे पूर्ण हेबे सबमिटिंग टू ईच अदर ख्रीष्टों को भय करी लेखा जाए ख्रीष्टों को भय करी परस्पर बसीभूत हो मो प्रिय माने एई विषय गुडाक चारोटी कथा जते बेले आपण मान निज जीवन रे पालन करिवे वेरी इंपोर्टेंट आ बहुत सहज किंतु बहुत अनेक समय कष्ट हो जाए काहे कि ना लोक माति जाइथिबे अन्य काम रे द्राक्षारस रे मत हो जाइथिबे लुगा सभा रे माति जाइथिबे बजार बुलिबारे माति जाइथिबे 24 घंटा रे परमेश्वर को उपस्थित रे समय काटिबा पाई सेमान पाक समय नाही तेबे आत्मा रे किपरि पूर्ण हेबे शक्ति किपरि प्राप्त हेबे एणे मो प्रिय माने मो आपन उत्साहित करिबा पाई चाहे शेष कथा ही ईश्वर गोठा शक्ति प्राप्त हे ताहांको पराक्रम रे बलवान हे जानतु आमेन कारण आमान को युद्ध मर्त्य विरुद्ध रे नाही किंतु शैतान विरुद्ध रे आकाश मंडल दुष्ट आत्मा मान को विरुद्ध रे आ से आपणकर बुद्धि ज्ञान द्वारा जाई परिबो जीव से भाषा को से बुझिबो नै से ईश्वर शक्तिर भाषा को ही बुझिबो से आपण ईश्वर शक्ति अनुसार ताको आपण धमक देले से आपण को छाड़ी चली जीवो रोग हो व्यथा हो पीड़ा हो आपण धमक देले से सब चली जीवो हालेलुया आज वाक्य द्वारा प्रभु हम समस्त को प्रचुर आशीर्वाद करंतु ईश्वर ठार शक्ति प्राप्त होबा पाए निज निज को रेडी करंतु आज ठार ये वाक्य पालन करंतु आ ये चारिटा पॉइंट निज जीवन रे लागू करंतु मु आपण को गारंटी दोछि आपण माने बहुत पावरफुल हे जिवे प्रभु समस्त आशीर्वाद करंतु धन्यवाद प्रेज